ଆଦର୍ଶ ପାଠାଗାର ଆଦର୍ଶ ପାଠାଗାର ରାଉରକେଲା। ଆଦର୍ଶ ପାଠାଗାରର ମାସିକ ସାହିତ୍ୟ ଆସର ଆଦର୍ଶ ସାହିତ୍ୟ ଘରଠାରେ ଅନୁଷ୍ଠିତ ହୋଇଯାଇଛି। ପାଠାଗାରର ସଭାପତି ଚନ୍ଦ୍ରଶେଖର ଶତପଥୀଙ୍କ ସଭାପତିତ୍ୱ ଓ ସମ୍ପାଦକ ଅଶୋକ କୁମାର ବଳଙ୍କ ସଂଯୋଜନାରେ ଆୟୋଜିତ ଏହି ଆସରରେ ଆଲୋଚ୍ୟ ବିଷୟ ଭୀମ ଭୋଇଙ୍କ କୃତିରେ ଜୀବନ ଦର୍ଶନ ସମ୍ପର୍କରେ ଆଲୋଚନା କରାଯାଇଥିଲା। ମୁଖ୍ୟ ଆଲୋଚକ ଭାବେ କବି ରାଜୀବ ପାଣି ଯୋଗଦେଇ କହିଲେ ଯେ ଭୀମ ଭୋଇ ନବଧର୍ମର ପ୍ରଚାରକ ସ୍ୱଭାବ ସିଦ୍ଧ କବି ଥିଲେ। ସେ ତତ୍କାଳୀନ ସମୟରେ ସାଂସ୍କୃତିକ ଅଭାବକୁ ସେ ପୂରଣ କରିଥିଲେ। ଭାରତୀୟ ଦର୍ଶନକୁ ସାମାଜିକ ରାଜନୈତିକ ସହ ମିଳନ କରି ଏକ ନୂତନ ପରମ୍ପରା ସୃଷ୍ଟି କରିଥିଲେ। ସେ ଥିଲେ ଲୋକଧର୍ମୀ, ତତ୍ତ୍ୱଦର୍ଶୀ ଓ ମାନବତାବାଦର ପ୍ରତୀକ। ଅନୁଷ୍ଠାନର ଉପସଭାପତି ଡକ୍ଟର ସନାତନ ପ୍ରଧାନ ବିଷୟ ଉପସ୍ଥାପନ କରି କହିଲେ ଯେ ଭୀମ ଭୋଇ ଜୀବନର ଦୁଃଖକୁ ପାଶୋରି ଦେଇ ଜଗତର ମଙ୍ଗଳ କାମନା କରିଛନ୍ତି। ସେଥିପାଇଁ କବି ମହାନ ହୋଇଛନ୍ତି। ଏହି ଉଦାର ଭାବଧାରା ପାଇଁ ରୀତିଯୁଗର କ୍ଲିଷ୍ଟତା ଆଳଙ୍କାରିକତାକୁ ସେ ପରିହାର କରି ଅନେକ ରଚନାବଳୀ ସୃଷ୍ଟି କରିଛନ୍ତି। ଦ୍ୱିତୀୟ ପର୍ଯ୍ୟାୟରେ ଚିତ୍ତରଞ୍ଜନ ବ୍ରହ୍ମା ପରିବର୍ତ୍ତନ ଶୀର୍ଷକ ଗଳ୍ପ ପାଠ କରିଥିଲେ। ସେହିପରି କବିତା ପାଠୋତ୍ସବ କାର୍ଯ୍ୟକ୍ରମରେ କବି କୁଞ୍ଜବିହାରୀ ରାଉତ ଓ ଅର୍ଚ୍ଚନା ମହାନ୍ତିଙ୍କ ସଂଯୋଜନାରେ ହରପ୍ରିୟା ସାମଲ, ସବିତା ବସ୍ତିଆ, ରଶ୍ମି ସାହୁ, ଉପେନ୍ଦ୍ର ବସ୍ତିଆ, ଆଶୁତୋଷ ଜ୍ୟୋତିଷୀ, ନିରୁପମା ପତି, ଅଭିରାମ ପ୍ରଧାନ, ସୁଶାନ୍ତ ନାୟକ, ଅଜୟ ମହାନ୍ତି, ରାଜକୁମାର ମହାନ୍ତି, ଅର୍ଚ୍ଚନା ପାତ୍ର, ଅଶୋକ ପଟ୍ଟନାୟକ, ବିନୋତା ମହନ୍ତ, ଡକ୍ଟର ଜୟନ୍ତୀ ପାଢ଼ୀ, ଗୀତାରାଣୀ ବେହେରା, ସସ୍ମିତା ପ୍ରଧାନ, କୁଞ୍ଜବିହାରୀ ରାଉତ ପ୍ରମୁଖ ସ୍ୱରଚିତ କବିତାମାନ ପାଠ କରିଥିଲେ। ପ୍ରାରମ୍ଭରେ ଦିଲ୍ଲୀପ ପତି, ଯୋଗେଶ୍ୱର ପାତ୍ର ସ୍ୱାଗତ ସଙ୍ଗୀତ ପରିବେଷଣ କରିଥିଲେ। ଶେଷରେ ଅନ୍ୟତମ ସମ୍ପାଦକ ବିଜୟ ପାତ୍ର ଧନ୍ୟବାଦ ଦେଇଥିଲେ। କାର୍ଯ୍ୟକ୍ରମ ପରିଚାଳନାରେ ସାଧାରଣ ସମ୍ପାଦକ ସୁକାନ୍ତ ଚନ୍ଦ୍ର ଖୁଣ୍ଟିଆ, ଡକ୍ଟର ବସନ୍ତ ଦାସ, ଗୋପୀନାଥ ପଟ୍ଟନାୟକ, ରାଧାକାନ୍ତ ମିଶ୍ର, ମନୋଜ କୁମାର ପଣ୍ଡା, ଜ୍ୟୋତି ପ୍ରକାଶ ମହାପାତ୍ର, ଅଟମ ରଥ, ବାହୁରୀବନ୍ଧୁ ସାହୁ, ଡକ୍ଟର ଶକ୍ତିପ୍ରସାଦ ସାମନ୍ତରାୟ, ଡକ୍ଟର ସୁମନ ଦତ୍ତ, ରସିଦା ଖାତୁନ, ଫରିଦା ବେଗମ, କିଶୋରୀ ମୋହନ କର, ଡକ୍ଟର ମୁନୀନ୍ଦ୍ର ମହାଳି, କରୁଣାକର ପାଟ୍ସାଣୀ, ପ୍ରଦୀପ ପଟ୍ଟନାୟକ, ବୀଣାପାଣି ରଥ, ମୀନକେତନ ପଶାୟତ, ନୃସିଂହ ବିଶ୍ୱାଳ, ଅନିଲ ଦାସଙ୍କ ସମେତ ଶତାଧିକ ସାହିତ୍ୟିକ କବି ଉପସ୍ଥିତ ଥିଲେ। ବ୍ୟୁରୋ ନ୍ୟୁଜ୍ ଓଡ଼ିଶା କଥା। ଓଡ଼ିଶା କଥା ୟୁଟ୍ୟୁବ୍ ଚ୍ୟାନେଲଟିକୁ ଆପଣମାନେ ଦେଖୁଛନ୍ତି। ମତାମତ ଦିଅନ୍ତୁ, ଲାଇକ୍ କରନ୍ତୁ, ସବସ୍କ୍ରାଇବ୍ କରନ୍ତୁ ଓ ସେୟାର ମଧ୍ୟ କରନ୍ତୁ।